महाप्रभु सर्वरियनि संसिद्धिं पूजामा किनन्ता छोपाहा विवाह गरितव स्त्री नाम रजनी जामिनी तमे एही परियोगे रात्र होछि बारवती नाम हे दिलम धीमरे सुंदर कुमार ए निश्चय समय बा धरात्र समय मते के उद्देश्य डकाइले महाप्रभु आज्ञा ठाकीबार उद्देश्य तमे किछि बुझिनो ना आज्ञा feeling so curious. I say that. Feeling so curious. I say that. Keep up with the breath. Keep up with the breath. I look such a I think I इंद्र चंद्र वरुण कुबेर तमा भास्कर एही परि गोष्ठी किस गोटी देवता सक्षम होती देखो तुहे जहां को मंदिर भीतर प्रवेश करबारे सक्षम नुहंती एही निशार्थ समय रे शासनी पिता राक्षसी मोर दशरा मधुरी बारंबार डाक दौची तुम जाई बुझी आसो जेतेबेले म आपनकर नौकर करछि आपण न बुझिबि कि आज्ञा निश्चय बुझिबा पूर्वरु हमर प्रस्ताव सुंदर गुटे श्लोकटी आसिला उद्यमं साहसं धैर्यं बलं बुद्धि पराक्रमं उद्यमं साहसं धैर्यं बलं बुद्धि पराक्रमं सहेत प्रतिष्ठित ततो देव विसंकितः तबे यार अर्थ बुझि पाले नाही ना पिल्लांडिया बुझियोडा टिके कम हो जाउची आज्ञा उद्यम साहस धैर्य बल बुद्धि एकदम पराक्रम ए छोट जहां के पाखरे थाए ताको देवता माने मध्य जय करती एनु मु जहा की देखि आसछि आपन को देखते ए छोट गुण परिपूर्ण भाबरे थाई तो तते आपन को भय न करी केसे आपन कर ये तुम्हारा कौन है उचित ये तालुगे पुरगो तालुगे आगे अरे मूर्ख पिला कौनडा पुरगो कौनडा बेले एबे ताने पेटुडा करले तळगु पुरगु ए काहे की तळगु पुरगु होची यार कारण कहिले बुझियो कौन सब कथरे बराबर है नारे पोटे क्ली फिंगी देबे काहे की होची मोर होसा उड़ी गला बिरबर है मोहके मची मोर होसा उड़ी गला बिरबर है
ଆଜ୍ଞା ହସା ବୋଲତେ କଣ କଣ କହିଲେ ମୂର୍ଖ ହସା ବୋଲତେ କଣ ହେଡୁଟେ ହେଲେଣି ନାଇଁ ନାଇଁ ଘର କରିବାରେ ଅଣ୍ଡାଟେ ହେଲେଣି ନା ବେଇଲା ପିରି ଛାଡ ମା ହେଲକି ମହଲ ସେ ଜଣା ପଡୁନି କି ନାଇଁ? ଏଇ କୋଡା ମା କୋଡା ବାପା ଜଣା ପଡୁନି ତତେ ଲିଙ୍ଗ ଚିନି ପାରୁଛୁ ନା ନାଇଁ ତାଙ୍କର ପଛଆଡେ ଦେଖିଲେ ତ ମାଇପିଲା ଦୁର୍ଗତି ଆଉ ପୁରୁଷ କୋଡା ସ୍ତ୍ରୀ କୋଡା ଜାଣିପାରୁନୁ କି ରେ ମୂର୍ଖ ମୁଁ ଜାଣିନି ପୁରୁଷ କହିଲେ ମୁଁ ଗୋଟେ ଆଗ ଜାଣିଛି ଛଅଟାର ବାପ ହେଲେଣି ବୋଲି କହିଲି ସିନା ହବ ଆଜ୍ଞା କହୁଛି ଛଅଟାର ମା ହେଲେଣି ମାଡ ଖାଇବନି ମୂର୍ଖଟା ନାଇଁ ହେ ଆପଣ ଏରୁଡେ ହେଲେଣି ଆଜ୍ଞା ହସା ବୋଲତେ କେମିତି ଜାଣିନାହାନ୍ତି ଆଜ୍ଞା ହସା ବୋଲତେ ହଉଛି ମନୁଷ୍ୟ ମାନଙ୍କର ଗୋଟିଏ ସାହସ ସାହସ ଆପଣଙ୍କର ବେଶନାମ ଶୁଣିବା କ୍ଷଣି ମୋର ସାହସ ଉଡି ଯାଉଛି ମହାପ୍ରଭୁ ମୋର ସାହସ ଉଡି ଯାଉଛି ଆଜ୍ଞା ମୋର ଦଶମ ଶୁଣିବା କ୍ଷଣି ତୁମର ସାହସଟି କାହିଁକି ଉଡି ଯାଉଛି କି ଉଡିଯିବାନି ତ ମହାପ୍ରଭୁ ଏହି ପୃଥିବୀ ପୃଷ୍ଠରେ ଯେତେ ପ୍ରାଣୀ ଜନ୍ମଗ୍ରହଣ କରନ୍ତି ବାପା ମା ଆଜ୍ଞା ଶ୍ରଦ୍ଧାରେ ଗୋଟିଏ ନାମ ଦେଇଥାନ୍ତି ନଚେତ ଜ୍ୟୋତିଷଙ୍କୁ ଡକାଇ ଖଡି ପାଣି ଦ୍ଵାରା ଆଉ ଗୋଟିଏ ନାମ ହୋଇଥାନ୍ତା ନଚେତ ଆପଣ ଧରନ୍ତୁ କଣ ବଡ ଘର ପୁଅ ବୋଲି ରଜାହାର ପୁଅ ବୋଲି ହେଁ, ତିନି ଗୋଟି ନାମ ନଚେତ ଚାରି ଗୋଟି ନାମ ହୋଇଥାନ୍ତା ଆଚ୍ଛା ତା ନ ହୋଇଯ କହିଲେ ମୋର ଦଶ ନାମ ବୋଲି ଦଶ ନାମ ମୁଁ କଣ ଭାବୁଛି ବୁଝିଲି ନା ମା କଣ? ଅର୍ଜୁନ ଆପଣଙ୍କର 10ଟା ବାପାକୁ 10ଟା ନାମ ଆଉ ଯଦି ନାଟ ପଡିଗଲା ଆମର ନାଚ ପାର୍ଟି ସମସ୍ତେ ହେଇକିରି ମିଶିକିରି 10 ନମ୍ବର ଆମେ ବାପା ହେଇଯିବୁ ନାଇଁ ହବନି କି ଆମର ବାପା ଗୋଟେ ଲାଗେ ନା ଗୋଟେ ଆପଣ 10ଟା ବାପାକୁ 10ଟା ନା ହେଇଥିବ ନା ଆଉ ସେପରି ନୁହେଁ ମୁଁ 10 ସ୍ଥାନରେ 10 କୋଟି ଉପକାର କରି 10 ନାମକୁ ହିଁ ପାଇଛି ଉପକାର କରି କାହାର ହେଲେ ଅପକାର କରିନାହାନ୍ତି ଦେଖ ହେ ଅର୍ଜୁନ ପୁଣି କେବେ କାହାର ଅପକାର କୋଉଠି କେବେ କରିପାରେ ଯେ ଆପଣ ଉପକାର କରନ୍ତୁ କିମ୍ବା ଅପକାର କରନ୍ତୁ ଆଜ୍ଞା ମତେ ସେଥିରୁ କଣ ମିଳିବ ଆଉ? ମୁଁ ହେଲେ ଆପଣଙ୍କର ନୌକର ଆପଣଙ୍କ ଘରେ କାମ କରିବା ପୂର୍ବରୁ କିଛିଟା କଥା ମୁଁ ଜାଣିବା ପାଇଁ ଇଚ୍ଛା କରୁଛି କଣ ଜାଣିବ ଆଜ୍ଞା ଆପଣଙ୍କର କେତେ ଭାଇ ଆମର କେତେ ଭାଇ ତମେ ଆଜି ଯାଏ ଜାଣିନ ଜାଣିଲେ କେତେବେଳେ ଆଜ୍ଞା ମୁଁ ତ ଏବେ ବର୍ତ୍ତମାନ ଆସିଲି ନା ଆପଣଙ୍କ ଘର ଭିତରେ ତମର ଭିତରେ ପହଞ୍ଚେତିକି ତତେ କିଏ ପଚାରୁଛି କହୁଛି ଯେତିକି ଏ ପୁଅ ଘର ଦିଟା ଭିତରକୁ ଯାଇନି ରେ ସିଂହଦ୍ୱାରରେ ଅଛି ଦିଟା ଖସୁଛି ପାଟି ଭିତରେ ପୁରେଇ ଦେଇ ବୁଲି ଦେବି ଆଉ ଦିଟା ଖସେଇଦେବି ଆଜ୍ଞା ପୁରେଇ ଦିଅ ଯେତେ ମଞ୍ଜି ପୁରେଇ ଦିଅ ମତେ ବାଦରା ଭଲ ଲାଗିବ ବୁଲାବୁଲି କରିନି ବୁଲେଇକିରି ପାଉନ ସେ ଗାଁରେ ଫାଷ୍ଟ ଏଇଟା ନେଇଯାଇଛ ଆଉ ଗୋଟେ ଖସେଇଦେବି ଆଜି ଧୀର ସବୁବେଳେ ଖାଲି ତେତେ ମେତେ ଅମାଟି ଅତାବଲ ଓଟ ବାଟ ଉଠୁଆ ସବୁବେଳେ ଆର କଥାବାର୍ତ୍ତା ସେମିତି କହୁଛି ମେତେ ମନେ ରଖ ହଁ ଆଜି କହିଦଉଛି ହଁ, ହଁ। ଆମେ ହଉଛୁ 5 ଭାଇ ଆଜ୍ଞା କେତେ ଭାଇ ପାଞ୍ଚ ଭାଇ ସବୁ ତମେ ଚାଚେ ପକେଇ ଲାଜେ ଯିବରେ ପୁଅ ତତେ କିଏ ପଚାରୁଛି ତମର କେତେ ଭାଇ ରେ ଆମର 2 ଭାଇ ଏଇ ଯୋଉ କହିଛନ୍ତି ଝୁମକା ବାଦ ଯଦି ଆକେ ଗୋଟେ ମୋ ଭାଇ ବଡ ଭାଇ ମୁଁ ହେଲି ସାନ ଭାଇ ଆଙ୍କ ନାଁ ହେଲା ଖୋଲା ଟୁଣ୍ଡିଆ ମୋ ନାଁ ହେଲା ପୋଲା ଲାଣ୍ଡିଆ ଖୋଲାକୁ ମେଲା ହେଲେ ଆଜ୍ଞା ଆପଣଙ୍କର ପଞ୍ଚପାଣ୍ଡବ 5 ଭାଇ ପାଞ୍ଚ ଭାଇ। ଆଉ ଗୋଟିଏ କଥା ପଚାରିବି ଆଉ ମୋର କାମ ସରି ଘରକୁ ଗଲା ପରେ ଆପଣଙ୍କ ସାଙ୍ଗରେ ଆଉ ପ୍ରତିଯୁକ୍ତି କରିବି ନାହିଁ କଣ ପଚାର ଗୋଟେ କଥା କଣ? ଆପଣ ଯୋଉ କହିଲେ ପଞ୍ଚପାଣ୍ଡବ 5 ଭାଇ 5 ଭାଇ ଆଜ୍ଞା ଗୋଟେ ବାପାର ସନ୍ତାନ ଇଏ लो ଇଏ ଘରେ ଖାଲି ଲାଇନ ଯାଇନା ହଉଛି କଣ ତମକୁ କଣ ସନ୍ଦେହ ଲାଗିଛି ଜାଣିନି ପଚାରୁଛି କାହିଁ ସିନ୍ଧ ହଜାର ସବୁ କଥାରେ କଣ ଜାଣିବ ନାଇଁ ହେ ଆପଣଙ୍କର ପଞ୍ଚପାଣ୍ଡବ 5 ଭାଇ ଗୋଟେ ବାପାର ସନ୍ତାନ କି ଗୋଟିଏ ବାପାର ସନ୍ତାନ ମୁହଁ ଟାଣ କହୁଛନ୍ତି ହଁ ହଁ ଆମେ 5 ଜଣ ଭାଇ ଗୋଟେ ବାପାର ସନ୍ତାନ ଆଜ୍ଞା ପ୍ରକୃତରେ ବାପାରେ ଭାଇ ହେଉଛନ୍ତି ସହଦେବ ମାଦ୍ରୀଙ୍କ ଗର୍ଭରୁ ପଣ୍ଡଙ୍କ ଓରସରୁ ପ୍ରକୃତରେ ଜନ୍ମ ହୋଇଛନ୍ତି ସହଦେବ ସେ ହେଲେ ବାପା ବେଟା ଆଉ ଆପଣଙ୍କୁ ଆପଣଙ୍କ ମା ସବୁ ଲାଇନ ମାରିକି ଗଲେ ସବୁ ଚାଲିପଡ଼ିଆ ପିଲା ଆପଣ ରାଗନ୍ତୁନି ରାଗିଲେ ହେଲେ କାହାର କିଛି କରିପାରିବେ ମୂର୍ଖ ପିଲା କହୁଛି 4 ଦୌଡ଼ିଆ ଆଜ୍ଞା ଆପଣଙ୍କର ବଡ ଭାଇ ଯୁଧିଷ୍ଠିର ମହାରାଜ ସେ କାହାଠୁ ଜନ୍ମ ଜାଣିଛନ୍ତି ଜାଣି ମୁଁ କେମିତି ଜାଣିବି ବଡ ଲୋକ କଥା କିଛି ଜାଣୁନି ବୋଲେ ବଡ ଲୋକ କଥା କେମିତି ଜାଣିବି ଆପଣଙ୍କର ବଡ ଭାଇ ଜନ୍ମ ହେଇଛନ୍ତି ଧର୍ମଙ୍କ ଆଡୁ ଧର୍ମପୁତ୍ର ଯୁଧିଷ୍ଠିର ମହାରାଜ ଆପଣ ମାଙ୍କର ପ୍ରଥମ ନମ୍ବର ସ୍ୱାମୀ 1 ନମ୍ବର ଭାଇଟା ଆଜ୍ଞା ଧୀରେ ବହୁ ଜାଣେ ତୁ ସବୁ ତ ଗୋଟେ ଆଉ ଥରେ ଇମିତି ଦେଖଉଛି ଆଜ୍ଞା ଆପଣଙ୍କର ମଝିଆ ଭାଇ ଯୋଉ ଭୀମ ଭାଇ ଆପଣଙ୍କର
से काडू जन्म जानछनी ना पवन काडू पवन धर्म पवन आज्ञा दुई हेले आपण कहा पुओ तमे मते चिन्ह आपण को चिन्हिछि आपणकर बापांकर परिचय आज्ञा ମୁଁ ହେଉଛି ଯେ କି ସ୍ୱର୍ଗାଧିପତି ଅଧିପତି ଶୁଣ इंद्रଙ୍କର पुओ आज्ञା एका सच अछंती केते इंद्र पळेले एका सच अछंती केते इंद्र पळेलेनी आपणकर मा सच्ची कहिथिले परा କଣ एका चक्रधर धिला स्वर्ग होय नाही तुम्हारा कोटी कोटी इंद्र गले एका सच अछि मुनि एका साची कहले गोटे इंद्र इंद्र जाम गुरु गोटे रूम पड़ेगी फेंकी ଅରେ ଧଳା ଧଳା କଣ ବା ନାଇଁ ଆଙ୍କ ମା ଟା କଣ ଟୋକି ଡାକି କହୁଥିଲା ସେଟା କେତେବେଳେ କେମିତି କୁହାହବ ଜଣା ନାହିଁ କେମିତି ସେ ହସ ଆଜ୍ଞା ହଁ। ଧର୍ମ ପବନ ଇନ୍ଦ୍ର ତିନିଟା ହେଲା ନାହିଁ ଆଜ୍ଞା ଏବେ ମାତ୍ର ଭୟ କରନ୍ତୁନି ଆପଣଙ୍କର ମା ବଡ ବଡ ଲୋକ ଦେଖିକି ସ୍ୱାମୀ ବାଛି ବଡ ବଡ ଲୋକ ବଡ ବଡ ଲୋକ ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବୁ ନବହନ ଆଜ୍ଞା ମୋହନ ମାଝୀ ରମେଶ ଜେନା ବାବୁ ଆଙ୍କର ସବୁ ବଡ ବଡ ହଁ ବିରେ ପୁଅ ନାଇଁ ନାଇଁ ସେ କହିବା କଥା ଠିକ ଯେ କଥାଟା ଟିକେ ବେଶୀ କହୁଛି କଣ ସେ କହିବା କଥା ଆଜ୍ଞା ଆମର ଓଡିଶାର ସରକାର ହେଲେ କିଏ ସେ ଆପଣ ଜାଣିଛନ୍ତି ନା ନାଇଁ କଣ ଆମର ଓଡିଶା ସରକାର ହଁ ମୋହନ ଚରଣ ମାଝୀ ବର୍ତ୍ତମାନ ଅଛନ୍ତି ତାଙ୍କୁ କିଏ ଜାଣିନାହାନ୍ତି ଆଜ୍ଞା ସମସ୍ତେ ଜାଣିଛନ୍ତି ପୂର୍ବତନ ଆମର ମୁଖ୍ୟମନ୍ତ୍ରୀ ଥିଲେ କିଏ ସେ ନବୀନ ପଟ୍ଟନାୟକ ତାଙ୍କୁ ମଧ୍ୟ ସମସ୍ତେ ଜାଣିଛନ୍ତି ଆଉ ମୋର ଗୁରୁ ହେଲେ ନବଘନ ପରିଡା ତାଙ୍କୁ ମଧ୍ୟ ସମସ୍ତେ ଜାଣିଛନ୍ତି ସେମାନେ ଯେମିତି ବଡ ବଡ ଲୋକ ନାମ ଥିବା ଲୋକ ନା ସେମିତି ଆପଣଙ୍କର ବାପା ହେଲେ ବଡ ବଡ ଲୋକ ସେ କହୁଛି ଆଜ୍ଞା ଧର୍ମ ପବନ ଇନ୍ଦ୍ର ତିନି ଅଶ୍ୱିନୀ କୁମାରର ଲୋକ ଜନ୍ମ ଚାରି ପ୍ରକୃତରେ ବାପାରେ ପହଞ୍ଚି ଆଜ୍ଞା ସହଦେବ ମାଦ୍ରୀଙ୍କ ଗର୍ଭରୁ ପନ୍ନୁଙ୍କ ଔରସରୁ ପ୍ରକୃତରେ ଜନ୍ମ ହେଇଛନ୍ତି ସହଦେବ ସେ ହେଲେ ଆଜ୍ଞା ବେପାର ପୁଅ ଆଉ ଆଙ୍କ ମା ଯୋଉ କର୍ମ କରୁଛନ୍ତି ଆଜ୍ଞା କହିଲେ ଅର୍ଜୁନ ବାବୁ ମୋର ଚାକିରି ଖାଇଯିବେ କୁହ ନହେଲେ ଗାଓ ୟାଙ୍କ ମା କୁନ୍ତି ମୋଟେ 7 ବର୍ଷ ହେଇଥିଲା ରେ ଆଙ୍କ ମା କୁନ୍ତୀଙ୍କୁ ଆଙ୍କ ମା ପୁଷ୍ପବତୀ ହେଲେ ହେଇନଥିଲେ ଆଜ୍ଞା ସେ କହିଲେ ଘରେ ରହିନଥିଲେ ସବୁ ଜାଣିଛନ୍ତି ତ ଧୀର ବୋଲି ବୋଲି ପୁରା ଆଜ୍ଞା 7 ବର୍ଷର ଝିଅଟି କାନ ବାଟ ଗୋଟେ ପିଲା ଜନ୍ମ କରିଛନ୍ତି ଆଙ୍କ ମା କଣ କହିଲ ମାଷ୍ଟେ କଣ କହିଲ ଆରେ ଅର୍ଜୁନଙ୍କର ମା କୁନ୍ତି 7 ବର୍ଷ ସମୟରେ କାନ ବାଟ ଗୋଟେ ପିଲାଟେ ଜନ୍ମ କରିଛନ୍ତି ରେ ହେ ଭଗବାନ ଆଜ୍ଞା ମୁଁ ଭାତ ଖାଉନି ବୋଲି ରାତର ମୋର ମାଡ ହେଇଯାଉଛି ଭାତ ଖାଉନି ବୋଲି ଆମର ମ୍ୟାନେଜର ଆଜ୍ଞାଙ୍କୁ କହିଲି 5 ଟଙ୍କିଆ ଗୋଟେ ପାର୍ଲେଜ ବିସ୍କୁଟ ଗୋଟେ ଆଣିଥିଲେ ବାଲାଜୀ ହଁ ଆଣିଥିଲେ ଯେ ସେଇଠୁ 5-7 ଟା ହବ ଖାଇଲି ଆହୁରି 5-7 ଟା ହବ ବଳକା ରହିଗଲୁ ମୁଣ୍ଡ ତଳେ ଦେଇକିରି ଶୋଇ ପଡିଲି 5 ଟଙ୍କିଆ ବିସ୍କେଟ 5-7 ଟା ଖାଇକି ଆଉ 5 ଟଙ୍କା ବଳକା ରଖିଲି 10 ଟଙ୍କିଆ ଟା ଗୋଟେ ଓହୋ ହଁ ହେଲେ ସେଇଠୁ 5-7 ଟା ଯେତେବେଳେ ବଳକା ରହିଲା ମୁଣ୍ଡ ତଳେ ଦେଇକିରି ଯେତେବେଳେ ଶୋଇ ପଡିଲି ହଁ ସେଇଠୁ ରଙ୍ଗ ପିମ୍ପୁଡି ନାଇଁ ନଗେଇରି ମୋ କାନ ଭିତରେ ଗୋଟେ ପିମ୍ପୁଡି ପଇଗଲା ଯେ ଏଠି ଆମର ଏଇ ମାଇତେଲିଆ ଭାଇରୁ ପାଣି ଢାଳିଲା ମାଗିବାର ମାରିବାର କାରବାର ହେଲା ଆଉ ଭାଇଲା ଯେ 2 ଘଣ୍ଟା ପର୍ଯ୍ୟନ୍ତ ଯୋଉ ଛଟପଟ କଲବଲ ହେଇଗଲି ହଁ ଆଉ ଆଙ୍କ ମା ଯୋଉ କାନ ଆଡୁ ଯୋଉ ପିଲା ଯୋଉ ଜନ୍ମ ଯୋଉ କଲେ ଧନ୍ୟ କହିବନି ଆଜ୍ଞା ତମ ମା ର କାନକୁ ଧନ୍ୟ କହିବ ତମ ମା ର କାନକୁ ବନ୍ଦ କରି ଧୀର ନହେଲେ ଚଣ୍ଡାଳ ପ୍ଲେଟ ଗୋଟେ ରହିବନି ରେ ଚମରୁ ମୋ ସମୁଡିକି ପଳେଇବ କହିବ ଏମିତି ଆମେ ମାଡ ଖାଇବୁ ତମେ ଲାଜରିଆ ଲାଗୁନି ଆଜ୍ଞା ତମକୁ ସରଳ ଦିଆ ଲାଗୁନି କାହିଁକି ଏଡା ବଡ ରଞ୍ଜା ହେଇଛ ରଜାରୀ ଏଡା ବଡ କଲାରୀ ମୁଣ୍ଡେଇଛ କିଲୋଟି ସାମାନ୍ୟ ଚଣ୍ଡାଳ ହିନ୍ଦୁଳ ମୂଲ୍ୟର ଗୋଳ ମଞ୍ଚ ଆଜ୍ଞା ତ ଜୀବନରେ ବୁଢା ମତେ ବେଶୀ ବସି ପଡିବ ବୁଝି ବୁଝି ହଉନୁ ଟେକି ଦେବି ଫିଙ୍ଗି ଦେବି ଚପୁଅ ସେଠି ଲାଳ ତଳେ ପଡିବୁ ଲୋକ ଟେକିରି ଫିଙ୍ଗି ଦଉ ନା କଦେ ଗୁଡାଳ ଧରିଛି ଆଗରେ କାଢି କେତେରା କର ରହୁଛି ବସେ କାଢି ଗୁଡାଳ ବା ତୁ କେରେ ହେଇଯିବ ନାଇଁ ଜାଣି ଦେଇଦେଇଛି ଚିତା ବାଣ ଫୁଟିଲେ କବାଟ ମାଡି ରହୁଛି କହୁଛି ଘୋଳା କାଢିବ ଆଜ୍ଞା କାନ ବାଟ ଜନ୍ମ ହେବାରୁ ତାଙ୍କ ନାମ ହେଲା ଆଜ୍ଞା କର୍ଣ୍ଣ କର୍ଣ୍ଣଙ୍କର ବାପା ହେଲେ ସୂର୍ଯ୍ୟ ଯାହା ମହାଭାରତ ଯୁଦ୍ଧରେ ଆଜ୍ଞା ସୁତ ପୁତ୍ର ବୋଲି ଡାକୁଥିଲେ ସୁତପୁତ କର୍ଣ୍ଣ 6ଟା ବାପା ହେଲେ ନା ନାଇଁ ଆଜ୍ଞା
ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀ କୁମାର ନକୁଳ ସୂର୍ଯ୍ୟ ହେଲାନି ଛଅଟା ବାପା ଆହୁରି ବଡ ବଡ କଥା ଶୁଣି କହୁଛନ୍ତି ହଁ ହଁ ଆମେ 5 ଜଣ ଭାଇ ଗୋଟିଏ ବାପାର ସନ୍ତାନ ସେପରି ନୁହେଁ ଆଉ ମୁଁ 10 ସ୍ଥାନରେ 10 ପ୍ରକାର କରି 10 ନାମକୁ ହିଁ ପାଇଛି। କହିଲେ ସିନା ଆଜ୍ଞା ମୁଁ ଜାଣିବି ମୋର ବାପା ଭାଇ ମାନେ ସମସ୍ତେ ଜାଣିବେ ଆଇକି ଘଣ୍ଟା ଡେଲା ଖାଲି ପାଇଛି 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 ବେଲେ କାଣ ପାଳ ପ୍ରକାଶ କରନ୍ତୁ କେତେବେଳେ କିଏ ସେ କେଉଁ କର୍ମ କରି କେଉଁ ନାମକୁ ଦେଇଛନ୍ତି ସଂକ୍ଷିପ୍ତ ଭାବରେ କହିବେ ହଁ ଆଉ କଣ ଗାଁ ଗଲେ କହିବେ ନା କଣ ନାଇଁ ମୁଁ ସେ କଥା କହୁନି ଆଉ ଜନ୍ମ ହେଲାଠୁ ବର୍ତ୍ତମାନ ଯାଏ ବହୁତ ଦିନ ବିତିଲାଣି ହଁ ଏତେ ଦିନ ମଧ୍ୟରେ ସବୁଯାକ ନାମ ଗୁଡିକ କଣ ମନେ ପଡିବ? ଦେଖ ଆଜ୍ଞା କିଏ କୋଉ ନାଁ ଦେଇଛନ୍ତି ପୁଣି ମନେ ପଡିବନି ନାଟରୁ ଗଲେ ଟଙ୍କାରେ ରହିଗଲେ ପଳେଇ ଆଉଛୁ ଘରକୁ ନାମ ଯାକ ମନେ ପଡିବନି କି ବୋଇଲେ ତମେ ନାଟରୁ ଯାଉ ଯାଉ କହୁଛ ଥା ମୋ ବନ୍ଧୁ ରହୁଛି ବନ୍ଧୁ ପଳେଇଲେ କହିଲେ ମୁଁ ଶୋଇକି ଉଠୁଛି ପଇସା ଦେବି ଏମିତି କେମିତି ହବ? କେତେବେଳେ କିଏ ସେ କେଉଁ କର୍ମ କରି କେଉଁ ନାମ ଦେଇଛନ୍ତି ସଂକ୍ଷିପ୍ତ ଭାବରେ ସମସ୍ତଙ୍କ ସାମ୍ନାରେ କୁହନ୍ତୁ ତାହେଲେ କହୁଛି ଶୁଣ ପ୍ରକାଶ କରନ୍ତୁ ଆଜ୍ଞା ବଚନରେ କୃଷ୍ଣ बोलो श्याम रामचंद्र की पवन सुत हनुमान की ये गोटे बड़का थिला ଏବେ ଆଇଲା ସେଇଟା ପବନ ସୂତ୍ର ନୁହଁ ପବନ ସୁତ ନହେଲେ ପବନ ପୁତ୍ର ତମେ ସୂତ୍ର ହବନି କି ମୂତ୍ର ହବନି ମୂର୍ଖ ଯାକ ଉଲିପି ସୁଲିପି ସବୁ ପଡିଥିଲେ ପଳେଇଲ ଆଜ୍ଞା ପ୍ରଥମ ନାମ ହେଲା ବୀରବର ଅର୍ଜୁନ ଗୋଟାଏ ନାମ ହେଲା ଆଜ୍ଞା ଆଉ ରହିଲା ଆପଣଙ୍କର 'ସେ ପ୍ରକାର ବୁଦ୍ଧି ଇଏ ଗୋଟେ ଏଇ ଦିଟା ବଇଛନ୍ତି ଆଜ୍ଞା ଯାହାର ଖାଇବେ ବୁଲି ପଡିଲେ ତାକୁ ଆଗ ଗାଳି କରିବେ ତମେ ଜାଣିଛ ନା ନାଇଁ ନାମ ହେଲା ରହିଲା ଆପଣଙ୍କର 8ଟି ନାମ
अर्जुन नीतिकृष्ण भालगुनी धनंजय बेले आगे 4 गोटी नाम हैला रहिला आपनकर 6 गोटी नाम शुक्लाचारी घोड़ा जो कोन आगे खाली धोकिया धोकिया मारचंदी आगुड़े कौन हल 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 हुछ एबे मु हल हल होइथिली आज्ञा आपण हले रथी मु हले आपनकर सारथी हाँ तमे सारथी अर्जुनकर रथर सारथी के अर्जुन रथर सारथी होउछन्ते मिसे श्री कृष्ण सारथी बाबा हे ई बाबा करछो ए कोन अर्जुन रथर सारथी होउछन्ते मिसे श्री कृष्ण श्री कृष्ण एहा मोर बाबा भाई माने मोर मामासी माने समस्त जानछन्ती हाँ। आज्ञा दोरी के बहुता बिगा ये आगे मोनारा प्रचार करियो थिला गप लोक प्रथम जानिचन्ती ଏଠାରେ ଲେଖା ହେଇଛି ବାପା ଭାଇ ମାନେ ସବୁ ଜାଣି ପାରୁଛନ୍ତି ଆଉ କିଏ? ଘରକୁ ଗଲେ ନା ମନା ବନ୍ଦ ଦିଗଲା ଏଇଠି ବର୍ତ୍ତମାନ ଏବେ ଯୋଉ ରୁଲ ନା କରିଛି ଏ जो रूल ना ରୁଲ ନା પર ଚାଉମିନ ବା ଏ ଯୋଉ ପାଠ ପଡିଛି हां ଏଟା କଣ ଧନ୍ୟ ଧନ୍ୟ ମୋର ତୁମ ପକ୍ଷୀ କି धन्य धन्य मोरे तो तम धन्य धन्य हे मोरे तुम पक्षी की हां पछदानी को सेडा गांडी के निको हां राजा ଆଜ୍ଞା ହେଇପରି ଆପଣଙ୍କର 5 କୋଟି ନାମ ହେଲା ଆଉ ରହିଲା ଆଜ୍ଞା 5 କୋଟି ନାମ दुई हस्ता नाम ଆଜ୍ଞା ହେଇପରି ଆପଣଙ୍କର 6 ଗୋଟି ନାମ ହେଲା ରହିଲା ବର୍ତ୍ତମାନ 4 ଗୋଟି ନାମ ଆଜ୍ଞା सागर सारा बंधा बांधी थी बाबा रानी थी ଖାଲି ଚଢିଆ ସରଡା ଗାଈ ଦେଇଛନ୍ତି ସିନା ଆଉ ଦେଇ ପାରୁନାହାନ୍ତି ଅର୍ଜୁନ ବାବୁ ଆମର ପାତାଳ ଦଣ୍ଡ ନାଚରେ ଆସିଥିଲୁ ତାଙ୍କେ ଚଢିଆ ପାଦ କରିଥିଲେ ନା
ହଁ। ଭଲ ଡେଉଁଥିଲେ ଏବେ ଆଉ କାଇଁ ଡେଇଁ ପାରୁନାହାନ୍ତି। ବୁଝିଲ ଆଜ୍ଞା ହଁ ସଂସାରରେ ଯେତେ ପାତାଳ ସ୍ୱରକୁ ଆସିଥିଲୁ ଯେ ଆମେ ଯୋଡେ ଚଢିଆ ବାଟ ଆସିଥିଲୁ ହଁ। ଏଇଠି ତାକେ କରୁଥିଲେ ମୁଁ କରୁଥିଲି ଆଉ ଆକେ ହେଲେ ନୂଆ ନୂଆରେ ଶିଖୁଥିଲି କହିଲେ ତମେ କରୁଛ ମୁଁ ହେଲେ କରିନି କିଏ ଶିଖଉଥିଲା ଆକେ ନବଳ ଆଜ୍ଞା ଶିଖଉଥିଲେ ହଁ ଯେମିତି ଆଖଡ଼ାରେ ଶିଖେଇ ଦେଲେ କହିଲେ କି ତମେ ଷ୍ଟେଜ ଉପରକୁ ଯିବା ପୂର୍ବରୁ ଆଖଡ଼ାରେ ରିହର୍ସାଲ କରିବା ବୋଲି ଆଖଡ଼ା ନେଇ ରିହର୍ସାଲ କଲେ ଆକେ ବସିଲେନି ଠିଆ ହେଇକି ଯାହା ନାଟ କରୁଥିଲେ ଗୋଟେ ଝିକି ଆଣିକି ବସେଇ ଦେଲେ ଆଉ ଗୋଟେ 15 ଦିନ ପର୍ଯ୍ୟନ୍ତ ହଗି ବି ପାରିଲେନି ସେ ଦିନ ମାତିଲେ ହଁ କହିଦେଲେ ହଁ। 6 ଗୋଟି ନାମ ହେଇଥିଲା ବର୍ତ୍ତମାନ 8 ଗୋଟି ନାମ ହେଲା ଆଜ୍ଞା ଆଉ ରହିଲା 2 ଗୋଟି ନାମ। ମୂର୍ଖ ପିଲା ତୁ କଣ କୁକୁଡ଼ା ମୁନିଙ୍ଗା ମଣ୍ଡା ପାଉଁଶ ଭଳିଆ କିଏ ଆଣିଲେ ନାଇଁ ରେ ଆଉ କିଏ ମିଳିଲାନି ଯେ ଅର୍ଜୁନଙ୍କର ବୋଉ ଆଗା ଥିଲା ଖାଲି। ଆଉ ତମେ କଣ କହିଲେ କଣ କହିଲି ମୁଁ ଆକେ କହିଲେ କଣ ହଳିଆ ଗୀତ ନି କହିଲେ ହଳିଆ ଗୀତରେ ଗାଇଲେ ଯେ ସେଟା ତ ଗାଇଲ ରାତି ପାହି ଆସିଲାଣି ଲୋ ରାଧିଲେଣି କାଉ ଧରାରେ ଥିବା ଲୋ ଅପଦାର୍ଥ ପ୍ରେହିଣା ଆଜ୍ଞା ଉପକାର କରି ଦଶ ନାମକୁ ମୁଁ ଧାରଣ କରିଛି ତୁମେ ମତେ ଏପରି କଣ ପ୍ରୟାସ କରି କହୁଛ ଖାଲି ଝାଙ୍କି ପକଉଛ ଆଜ୍ଞା ମହାପ୍ରଭୁ ଆପଣ ଯେ 10 ନାମ କହିଲେନି କି ହେଲା ଯେ କଣ ଆପଣଙ୍କ ମତରେ ହେଲା କେବଳ ଆପଣଙ୍କ ମତରେ ହେଲା ମୋର ସର୍ବସାଧାରଣଙ୍କ ମତରେ ଏବଂ ମୋ ମତରେ ଏ କଣ ଦେଖୁଛ ତ କଣ ହଲେ ହଲେ